नमस्कार। ନାହିଁ 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 ମୁଁ ଏ ଓଡ଼ିଶା ଆଉ ଏ ହେଉଛି ମଧ୍ୟ ଉତ୍କଳ। ଏ ହେଉଛି ମଧ୍ୟ ଜଗନ୍ନାଥଙ୍କର ଶ୍ରୀକ୍ଷେତ୍ର ଧାମ, ଯେଉଁଠି ଚାର ଧାମ କା ରାମ ଜଗନ୍ନାଥ ସ୍ୱରୂପୀ ଅଛନ୍ତି। ଆଉ ଏ ଭାରତବର୍ଷ ସନାତନ ଧର୍ମ ସର୍ବଶ୍ରେଷ୍ଠ ଦେଶ ଭାରତ, ଅଖଣ୍ଡ ଭାରତ। ତେଣୁ ଆପଣମାନେ ଯେଉଁ ସବୁ କର୍ମ କରୁଛନ୍ତି ସେ କର୍ମରୁ ଆପଣମାନେ ନିବୃତ୍ତ ରୁହନ୍ତୁ। କାହିଁକି? ଯେହେତୁ ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ। ଭଗବାନ କହିଛନ୍ତି ମୁଁ ଦଣ୍ଡୁଛି ଏବଂ ଦଣ୍ଡକୁ ମଧ୍ୟ କୋହଳ କରୁଛି। ଆପଣମାନେ ସବୁ ରାଜନୈତିକ ବ୍ୟକ୍ତିମାନେ ନିଜକୁ ନିଜ ସମସ୍ତେ କିଏ କହୁଛନ୍ତି ମୁଁ ନିଜେ ଜଗନ୍ନାଥ, କିଏ କହୁଛନ୍ତି ମୁଁ ନିଜେ ବଳଦେବ, କିଏ କହୁଛନ୍ତି ମୁଁ ହନୁମାନ, କିଏ କହୁଛନ୍ତି ମୁଁ ରାମ, କିଏ କହୁଛନ୍ତି ମୁଁ ସର୍ବସ୍ୱ ନାମରେ ନାମିତ ଆପଣମାନେ ଆପଣମାନଙ୍କୁ ନିଜକୁ ସବୁ କରି ନେଉଛନ୍ତି। କାହିଁକି? ଆପଣ କିଏ, କେଉଁଠୁ ଆସିଛନ୍ତି, କେଉଁଠିକି ଯିବେ, କ'ଣ କରିବାକୁ ଆସିଛନ୍ତି ଏବଂ କ'ଣ କରୁଛନ୍ତି ତାକୁ ଥରେ ବିଚାରକୁ ନେଇଛନ୍ତି କି? ଏଇ ସମସ୍ତ ରାଜନୈତିକ ବ୍ୟକ୍ତିମାନଙ୍କୁ ମୁଁ ଆଜି ଅବଗତ କରାଉଛି। ଆକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ ଆପଣମାନେ କରିବେ। କାରଣ ଏହା ଗୋଟେ ଶିକ୍ଷଣୀୟ ଜିନିଷ, ବିଶ୍ଳେଷଣୀୟ ଜିନିଷ। ୟାକୁ ଶୁଣିଲେ ନିଶ୍ଚୟ ଆପଣଙ୍କର ଯେବେ ମନୁଷ୍ୟର ଚିନ୍ତା ଚେତନା ମାନସିକତା ଥାଏ, ନିଶ୍ଚୟ କିଛି ଆପଣମାନେ ଚାହିଁଲେ ପରିବର୍ତ୍ତନ କରିପାରିବେ। କିନ୍ତୁ ଆକୁ ଶୁଣିବା ନିତାନ୍ତ ଆବଶ୍ୟକ ଏବଂ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବା ଆବଶ୍ୟକ। ମୋର ୟୁଟ୍ୟୁବଟି ହେଉଛି ପ୍ରଭୁଜୀ କ୍ରିଏସନ୍। ମୁଁ ନିଜେ ଚଲାଉଛି, ମୁଁ ନିଜେ ଦେଉଛି, ଯାହା ଦେଖୁଛି ତାକୁ ଦେଖିକି ଦେଉଛି। କାଲି ଦେଖନ୍ତୁ ଆମର ଓଡ଼ିଶାରେ ଡ୍ରାଇଭର ମାନେ ଭାଇମାନଙ୍କର ସଭା କରୁ କରୁ ସେ ଗୋଟେ ରଣକ୍ଷେତ୍ର ପାଲଟିଗଲା। କାହିଁକି ରଣକ୍ଷେତ୍ର ଆପଣମାନେ ସବୁ ପାଲଟଉଛନ୍ତି? କିଏ ପଡ଼ିବ ଆପଣଙ୍କ ପିଠିରେ? ସରକାର ଯାହାକୁ କହୁଛନ୍ତି, ସରକାର ପା ଆପଣଙ୍କୁ ପଇସା ଦେଇକି ଆସିଛନ୍ତି। ରେ ବାବୁ ମାଗଣା ଖାଇଛ, ମାଗଣା ପିଇଛ, ମାଗଣା ନେଇଛ, ମାଗଣା କରିଛ, ମାଗଣାରେ ମାନେ ଝିଅ ବାହାଘର ପାଇଁ ପଇସା ଦେଇଛନ୍ତି। ସେଗୁଡ଼ା ସବୁ ସରକାର କ'ଣ ପାଇଁ ଦେଇଛନ୍ତି? ଆଉ ପୁଣି ତୁମକୁ ଏ ଅସମୟରେ ସାହାଯ୍ୟ କରିବେ ସରକାର? କାହିଁ କରିବେ? କିନ୍ତୁ ଏସବୁ ଜିନିଷ କରିବା ଆବଶ୍ୟକ ନାହିଁ। କାରଣ କାହିଁକି? ଯେଉଁମାନେ ସରକାରରେ ଥାଆନ୍ତୁ, ସେ ବିଜେପି ହୁଅନ୍ତୁ, ବିଜେଡ଼ି ହୁଅନ୍ତୁ, କଂଗ୍ରେସ ହୁଅନ୍ତୁ, ସ୍ୱାଧୀନ ହୁଅନ୍ତୁ, ଯେକୌଣସି ଦଳର ବ୍ୟକ୍ତିମାନେ ଥାଆନ୍ତୁ, ସମସ୍ତଙ୍କୁ ଆକ୍ଷେପ କରିକି ଏଟାକୁ ମୁଁ କହୁଛି, ଆପଣମାନେ ସମସ୍ତେ ସୁଧୁରି ଯାଆନ୍ତୁ। କାହିଁକି? ଜନତା ହେଲେ ଦନାର୍ଦ୍ଦନ, ଆଉ ଆପଣଙ୍କୁ ସେ ଜାଗାରେ ନେଇକି ବସେଇଛନ୍ତି ଜନତା ଦନାର୍ଦ୍ଦନ। ଜନତାଙ୍କର ଯେତେବେଳେ କୌଣସି ଅସୁବିଧା ସୁବିଧା ହେବ ସେ ଆଉ ଭାବିବେନି, ସେଇ ଭୋଟରେ ହିଁ ଦେଇଦେବେ। କିନ୍ତୁ ମୁଁ ନିର୍ବାଚନ କମିଶନରଙ୍କୁ ଗୋଟିଏ ନିବେଦନ କରୁଛି, ମୋର ବି ଗୋଟିଏ ସାଧାରଣ ଭୋଟର ହିସାବରେ କହିବାର ଅଧିକାର ମଧ୍ୟ ଆପଣମାନଙ୍କୁ ଅଛି। ହ୍ୟୁମାନ୍ ରାଇଟ୍ସରେ ରହିଛି ଲେଖା, ଏହା ମୁଁ ଆପଣଙ୍କୁ କହିପାରିବି, ଜଣେଇ ପାରିବି। ତେଣୁ ଆପଣମାନେ ଯେଉଁ ଆଗରୁ ଯେମିତି ସବୁ ଭୋଟ ହେଉଥିଲା ସେଇ ପ୍ରକାରର ଭୋଟ କରନ୍ତୁ। ଆଉ ଏ ସାଇନ୍ସ ଯୁଗକୁ ଯାଆନ୍ତୁନି, ବିଜ୍ଞାନ ଯୁଗକୁ ଜମା ଯିବା ଆବଶ୍ୟକ ନାହିଁ। ଲୋକ ଆଗରୁ ଭୋଟ ଦେଉଥିଲେ, ଏବେ ମଧ୍ୟ ଭୋଟ ଦେବେ। ଏତେ ନେତା ମାନେ ଏତେ ଅଫିସର ମାନେ ସବୁ କରୁଛନ୍ତି କ'ଣ? ଇଲେକ୍ସନ୍ ସମୟରେ ଦେଖିବେ ସବୁ ଅଫିସ ଫାଙ୍କା। କାରଣ କ'ଣ ନା ଇଲେକ୍ସନ୍ ଡ୍ୟୁଟି। ବାବୁ ଡ୍ୟୁଟି କ'ଣ କରୁଛ? ଗଣୁନା ଖଣ୍ଡି ଖଣ୍ଡିକି, ଇଏ ବିଜେପିର, ସିଏ ବିଜେଡ଼ିର, ସିଏ କଂଗ୍ରେସର। ବାଲାଟ ପେପର ଯେମିତି ଥିଲା ସେମିତିକା କର। ଏଇ ଇଭିଏମ୍ ମେସିନ୍କୁ ଫୋପାଡ଼ି ଦିଅ ସବୁ, ତାକୁ ନେଇକି ସବୁ ମାନେ ଗଙ୍ଗା ଗର୍ଭରେ ନିକ୍ଷେପ କରିଦିଅ, ଯମୁନା ଗର୍ଭରେ ନିକ୍ଷେପ କରିଦିଅ, ସମୁଦ୍ର ମଝିରେ ନେଇକି ପକାଇ ଦିଅ। କିଛି ଆବଶ୍ୟକ ନାହିଁ। ଆଗରୁ ଲୋକ ଦେଉଥିଲେ,
ଯେତେବେଳେ ଇଭିଏମ୍ ମେସିନ୍ ନଥିଲା ଲୋକ ଦେଉନଥିଲେ ଭୋଟ ଦେଉଥିଲେ। ତେଣୁ ଆପଣମାନେ ଇଭିଏମ୍ଟାକୁ ପ୍ରଥମେ ବନ୍ଦ କରନ୍ତୁ। ଗୋଟିଏ ଛୋଟିଆ ଅନୁରୋଧ ଆପଣଙ୍କୁ ମୋର, ମାନେ ହ୍ୟୁମାନ୍ ରାଇଟ୍ସ ମାନବିକତା ଅଧିକାର ହିସାବରେ ମୁଁ ଆପଣମାନଙ୍କୁ କହୁଛି, ଜଣେ ସାଧାରଣ ଭୋଟର ହିସାବରେ କହୁଛି, ଆଉ ଜଣେ ଭାରତର ନାଗରିକତା ହିସାବରେ କହୁଛି ଆପଣଙ୍କୁ। ଏହାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ମଧ୍ୟ ଶୁଣିପାରିବେ। ଇଭିଏମ୍ଟାକୁ ଜୀବନ ସାରା ପାଇଁ ବନ୍ଦ କରିଦିଅନ୍ତୁ। ଯିଏ ପ୍ରକୃତ କାର୍ଯ୍ୟ କରିଥିବ ତାକୁ ଲୋକ ଭୋଟ ଦେବେ ଏବଂ ସେ ଜିତିବ ଏବଂ ସିଏ ରାଜ୍ୟ ଶାସନ କରିବ। ଜନତା ଜନାର୍ଦ୍ଦନଙ୍କର ଇଏ ହେଉଛି ବହୁ ଲୋକଙ୍କର ମାନେ ଆକାଂକ୍ଷା ରହିଛି। କ'ଣ ନା ଇଭିଏମ୍ଟାକୁ ବନ୍ଦ କରିବା। ଇଭିଏମ୍ଟା ଆମ ଦେଶ ପାଇଁ ଶୁଭଙ୍କର ନୁହଁ। ତେଣୁ ଯେମିତି ଆଗରୁ ଆମର ଦିଆ ହେଉଥିଲା ଭୋଟ ବାଲାଟ ପେପରରେ, ଖର୍ଚ୍ଚ ହେଉ, ହେଲା କ'ଣ ହେଲା, ଯେମିତି କ'ଣ ଖର୍ଚ୍ଚ ହେଉନି, ଥରକ ପାଇଁ ଖର୍ଚ୍ଚ ହେବ ନା, ଆଉ ସେ ଥରକରେ ଜଣା ପଡ଼ିଯିବ, ଗଣତି ବି ଠିକ୍ ହେବ, କିଛି ଅସୁବିଧା ନାହିଁ। ଏଇଠି ଆଉ କାଲକୁଲେଟର ଲାଗିବନି, ମଣିଷ ମୁଣ୍ଡ ଲାଗିବ। କ'ଣ ପାଇଁ ପାଠ ପଢ଼ିକି ସବୁ ଏଡ଼େ ବଡ଼ ଚାକିରି କରିଛ? ଏଇ କମ୍ପ୍ୟୁଟର ଚଲେଇବା ପାଇଁ? କାହିଁକି ହାତରେ ଗଣୁନା? କଷ୍ଟ ଲାଗୁଛି? ପଇସା ସରକାରୀ ରାଜସ୍ୱ ନେଉନା? ରାଜସ୍ୱ ଗୋଟେ ଅଫିସରଙ୍କୁ ଧରିଲା ବେଳକୁ ତାଙ୍କ ଘରୁ ରାଜସ୍ୱ ମାନେ ଲୁଟିକି ସେ ପୁରା ଏକଦମ କାନ୍ଥ ଭିତରେ, କେଉଁ ପାଇଖାନା ଘରେ, କେଉଁ ଟାଙ୍କି ଭିତରେ, କେଉଁ ପାଣି ଟାଙ୍କିରେ, କେଉଁ ପଇସା ମାନେ ଚାଉଳ ବସ୍ତା ଭିତରେ, ସବୁ ଟଙ୍କା, ସୁନା, ରୂପା, ନାନାଦି ପ୍ରକାର ଭଙ୍ଗା ଫ୍ରିଜ୍ ଭିତରେ ଆକୁ ସବୁ ରଖୁଛ। କ'ଣ ପାଇଁ? ପରିଶ୍ରମ କରୁନା? ସେଥିପାଇଁ ତ ରୋଗରେ ଆଜି ସାରା ମାନେ ରୋଗରେ ଗ୍ରାସ ହେଉଛି ମାନେ ଶରୀର। ଦେଖିବ କେତେଜଣ ମାନେ ଅଫିସରଙ୍କର ଶରୀର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି କହିଲେ? ସମସ୍ତଙ୍କୁ ଦେଖିବ ଡାଇବେଟିସ୍, କାହାର ଥାଇରଏଡ଼୍, କାହାର ଗ୍ୟାଷ୍ଟ୍ରିକ୍, କାହାର ଅଲସର, କାହାର ଟ୍ୟୁମର, କାହାର ବ୍ରେନ୍ ଷ୍ଟ୍ରୋକ୍। କାହିଁକି? କର୍ମ ଠିକ୍ କର। ରାଜସ୍ୱ, ଦେବସ୍ୱ ଆଉ ବ୍ରହ୍ମସ୍ୱ। ବ୍ରାହ୍ମଣ ଧନ, ରାଜସ୍ୱ ହେଲା ରାଜକୀୟ ଧନ, ଆଉ ବ୍ରହ୍ମସ୍ୱ ହେଲା ବ୍ରାହ୍ମଣ ଧନ, ରାଜସ୍ୱ ହେଲା ଏଇ ଯେଉଁ ମାନେ ରାଜନୀତି ଧର୍ମ ମାନେ ଧନ, ଏବଂ ଦେବସ୍ୱ ହେଲା ଦେବତାମାନଙ୍କ ଧର୍ମ ମାନେ ଧନ। ୟାକୁ କେହି ଖାଇକି ହଜମ କରିପାରିନାହାନ୍ତି। ସଂସାରରେ କେହି ଖାଇକି ହଜମ କରିପାରି ନାହାନ୍ତି ଆଜି ପର୍ଯ୍ୟନ୍ତ। ଯିଏ ଖାଇବ ସିଏ ଅଳ୍ପ ଆୟୁଷ ହେବ, ଅଳ୍ପ ଆୟୁଷରେ ତା ଜୀବନ ଯିବ, ଜୀବନ କଲବଲ ହେବ। କାରଣ ଇଏ ହେଉଛି ସବୁ ଝାଳ ବୁହା ସମ୍ପତ୍ତି। ଝାଳ ବୁହା ସମ୍ପତ୍ତିକୁ ଯିଏ ଖାଇବ ସେ କ'ଣ ଭଲରେ ରହିବ? ତା ପିଲାମାନେ ଭଲରେ ରହିବେ? ତା ପରିବାର ଭଲରେ ରହିବ? କଦାପି ନୁହଁ। କିନ୍ତୁ ପାପ ବେଶୀ ଆପଣମାନେ ସବୁ ବଢ଼େଇ ଦେଉଛନ୍ତି। ସମସ୍ତଙ୍କୁ କୁହାଯାଉଛି, ମାନେ ସବୁ କର୍ମଚାରୀମାନଙ୍କୁ ନିବେଦନ କରାଯାଉଛି, ସମସ୍ତେ ସୁଧୁରି ଯାଅ। କ'ଣ ଧନ ହେବ? ଆପଣଙ୍କ ପକେଟରେ ଯଦି 5 କୋଟି ଟଙ୍କା ଥାଏ, ଆପଣ ଯେଉଁ ରାସ୍ତାରେ ଆକ୍ସିଡେଣ୍ଟରେ ମରିଗଲେ ସେ 5 କୋଟି ଟଙ୍କା ଆପଣ ପାଇପାରିବେ ବୋଲି କିଛି ଲେଖା ଅଛି? ତାକୁ ପୋଲିସ ନେଇଯିବ, ପବ୍ଲିକ ନେଇଯିବେ, କିଏ କୁଆଡ଼େ ଛଡ଼େଇ ନେବେ, ସେ ଟଙ୍କା ହେଇଯିବ ହରିଲୋଟ। ତେଣୁ ଏଡ଼େ ବଡ଼ ପଦବୀରେ ଥାଇ, ଏଡ଼େ ବଡ଼ ପଦବୀରେ ଥାଇ ଆପଣମାନେ ଯେଉଁ ଜେଲ୍ ଭୋଗୁଛନ୍ତି, ଜେଲ୍ ଯାଉଛନ୍ତି, ନିଜକୁ ମାନେ ବରବାଦ କରୁଛନ୍ତି, ନିଜର ସମ୍ମାନକୁ ହାନି କରୁଛନ୍ତି, ନିଜର ସମ୍ମାନକୁ ପୋଡ଼ି ଖାଉଛନ୍ତି, ଏଇଟା କ'ଣ ଆପଣଙ୍କ ପାଇଁ ଶୁଭଙ୍କର କି? ତେଣୁ ସୁଧୁରିବା ଲୋକ ସୁଧୁରି ଯିବେ, ନ ସୁଧୁରିବା ଲୋକ ସେ ତାଙ୍କର ଖାଇ ଚାଲିବେ। ଆଉ କ'ଣ ଅଛି? କିଛି ନାହିଁ। କେହି ନାହିଁ, ରହିବ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ କର୍ମ ସାରି ପୁଣି ବାହୁଡ଼ିବେ ଯେଝା ବେଳେ। ତାକୁ ନେତା, ମନ୍ତ୍ରୀ, ଅଫିସର, ସାଧାରଣ ଜନତା, କର୍ମକର୍ତ୍ତା ସମସ୍ତେ ୟାକୁ ଖିଆଲ ରଖିବା ଦରକାର। ଦେବସ୍ୱ, ରାଜସ୍ୱ ଆଉ ହେଉଛି ଗୋଟିଏ ବ୍ରହ୍ମସ୍ୱ, ବ୍ରାହ୍ମଣର ଧନ। ଇଏ କେଉଁଠି ରହିନେଇ। ଏ ଛାତି ଚିରିକି ଫାଡ଼ିକି ଦେହ ଉପାଡ଼ିକି ମନକୁ ଉପାଡ଼ିକି ଗଛକୁ ଉପାଡ଼ିକି ସେ ଫେରି ଆସିବ ରାସ୍ତାକୁ।
तेणु सचेतनतार बाणी एटा आपण मैंने देखिए लाइक करेंगे शेयर करेंगे सब्सक्राइब करेंगे। जय जगन्नाथ। प्रभु आचार्य भुवनेश्वर। जय जगन्नाथ।